प्रथम सामुएल अध्याय 9। ସେହି ସମୟରେ ବିନ୍ୟାମିନ୍ ବଂଶୀୟ ଅଫିହର ବୃଦ୍ଧ ପ୍ରପୌତ୍ର, ବଖରତର ପ୍ରପୌତ୍ର, ସରରର ପୌତ୍ର, ଅବିଏଲର ପୁତ୍ର କିସ୍ ନାମକ ଜଣେ ମହାବିକ୍ରମଶାଳୀ ବିନ୍ୟାମିନୀୟ ଲୋକ ଥିଲା। ପୁଣି ତାହାର ସାଉଲ ନାମରେ ଏକ ପୁତ୍ର ଥିଲେ। ସେ ସୁନ୍ଦର ଯୁବା ପୁରୁଷ, ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନଥିଲେ। ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ। ଏକ ସମୟରେ ସାଉଲଙ୍କ ପିତା କିସ୍ର ଗଧ ସବୁ ହଜିଲେ। ତହିଁରେ କିସ୍ ଆପଣା ପୁତ୍ର ସାଉଲଙ୍କୁ କହିଲା, ତୁମ୍ଭେ ଯୁବାମାନଙ୍କ ମଧ୍ୟରୁ ଜଣକୁ ସଙ୍ଗେ ନେଇ ଗଧ ଖୋଜିବାକୁ ଉଠିଯାଅ। ତେଣୁ ସେ ଇଫ୍ରାଇମ୍ ପର୍ବତମୟ ଦେଶ ଦେଇ ଗଲେ, ତହୁଁ ସାଲିସା ପ୍ରଦେଶ ଦେଇ ଗଲେ, ମାତ୍ର ସେମାନେ ସେମାନଙ୍କୁ ପାଇଲେ ନାହିଁ। ତେବେ ସେମାନେ ସାଲିମ୍ ପ୍ରଦେଶ ଦେଇ ଗଲେ, ପୁଣି ସେଠାରେ ଗଧମାନେ ନଥିଲେ। ତହିଁ ଉତ୍ତାରୁ ସେ ବିନ୍ୟାମିନ୍ ପ୍ରଦେଶ ଦେଇ ଗଲେ, ମାତ୍ର ସେଠାରେ ସେମାନଙ୍କୁ ପାଇଲେ ନାହିଁ। ଯେତେବେଳେ ସେମାନେ ସୁକ୍ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ସାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, ଆସ ଆମ୍ଭେମାନେ ଫେରିଯାଉ, ନୋଇଲେ ମୋର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ। ତହିଁରେ ସେ ତାଙ୍କୁ କହିଲା, ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି। ସେ ଅତି ମାନ୍ୟବାନ ଲୋକ। ସେ ଯାହା ସବୁ କହନ୍ତି ନିଶ୍ଚୟ ସଫଳ ହୁଏ। ଆସ ଆମେମାନେ ସେଠାକୁ ଯାଉ। ହୋଇପାରେ ଆମେମାନେ ଯେଉଁ ଯାତ୍ରା କରୁଅଛୁ ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ। ତେବେ ସାଉଲ ଆପଣା ଯୁବାକୁ କହିଲେ, ମାତ୍ର ଦେଖ, ଆମ୍ଭମାନେ ଗଲେ ସେ ଲୋକଙ୍କ ନିକଟକୁ କଣ ନେବା? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟ ସାମଗ୍ରୀ ସରିଲାଣି। ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ। ଆମ୍ଭମାନଙ୍କ ପାଖରେ କଣ ଅଛି? ତହିଁରେ ସେଇ ଯୁବା ସାଉଲଙ୍କୁ ପୁନର୍ବାର ଉତ୍ତର ଦେଇ କହିଲା, ଦେଖ, ଆମ୍ଭ ହାତରେ 1 ସେକଲ ରୂପାର ଚତୁର୍ଥାଂଶ ଅଛି। ଆମ୍ଭମାନଙ୍କ ଯାତ୍ରା ବିଷୟ ଆମ୍ଭମାନଙ୍କୁ ଜଣାଇବା ପାଇଁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତାହା ଦେବା। ପୂର୍ବ କାଳେ ଇସ୍ରାଏଲ ମଧ୍ୟରେ କାହାରି ପରମେଶ୍ୱରଙ୍କ ନିକଟରେ ପଚାରିବା ପାଇଁ ଯିବାର ହେଲେ ସେ ଏପରି କହେ, ଆସ ଆମ୍ଭେମାନେ ଦର୍ଶକ ନିକଟକୁ ଯାଉ। କାରଣ ବର୍ତ୍ତମାନ ଯାହାକୁ ଭବିଷ୍ୟତ ବକ୍ତା କହନ୍ତି, ପୂର୍ବ କାଳରେ ତାହାକୁ ଦର୍ଶକ କହୁଥିଲେ। ଯେହେତୁ ସାଉଲ ଆପଣା ଯୁବାକୁ କହିଲେ, ଭଲ କହିଲ, ଆସ ଆମ୍ଭେମାନେ ଯାଉ। ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ନଗରରେ ଥିଲେ ସେଠାକୁ ସେମାନେ ଗଲେ। ସେମାନେ ନଗରକୁ ଯିବା ଉଠାଣି ପଥରେ ଗଲାବେଳେ ଜଳ କାଢ଼ିବା ପାଇଁ ବାହାରକୁ ଯିବା କେତେକ ଯୁବତୀଙ୍କୁ ଦେଖି ପଚାରିଲେ, ଏଠାରେ ଦର୍ଶକ ଅଛନ୍ତି କି? ତହିଁରେ ସେମାନେ ଉତ୍ତର ଦେଇ କହିଲେ, ଅଛନ୍ତି। ଦେଖ, ସେ ତୁମ୍ଭ ଆଗରେ ଅଛନ୍ତି। ଶୀଘ୍ର ଯାଅ, କାରଣ ସେ ଆଜି ନଗରକୁ ଆସିଅଛନ୍ତି। ଆଜି ଉଚ୍ଚସ୍ଥଳୀରେ ଲୋକମାନଙ୍କର ଏକ ବଳିଦାନ ଅଛି। ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକି ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ ସେହି କଣି ତାହାଙ୍କୁ ଦେଖିବ। କାରଣ ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ। ଯେହେତୁ ସେ ବଳିକି ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି। ଏଣୁ ତୁମେମାନେ ଏହି କଣି ଉଠିଯାଅ, ଏତେବେଳେ ତୁମେମାନେ ତାଙ୍କୁ ପାଇବ। ତହୁଁ ସେମାନେ ନଗରକୁ ଉଠିଗଲେ। ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ ଦେଖ, ଉଚ୍ଚସ୍ଥଳୀକି ଯିବା ପାଇଁ ସାମୁଏଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ସାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ସାମୁଏଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ, କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମିନ୍ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ ଲୋକଙ୍କ ଉପରେ ଅଗ୍ରଣୀ କରି ଅଭିଷିକ୍ତ କରିବ, ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ। କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ। ଏଥିରେ ସାମୁଏଲ ସାଉଲଙ୍କୁ ଦେଖନ୍ତେ ସଦାପ୍ରଭୁ ତାଙ୍କୁ କହିଲେ, ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ ସେହି ବ୍ୟକ୍ତିକି ଦେଖ, ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ। ସେତେବେଳେ ସାଉଲ ନଗର ଦ୍ୱାର ଭିତରେ ସାମୁଏଲଙ୍କର ନିକଟବର୍ତ୍ତୀ ହୋଇ କହିଲେ, ବିନୟ କରୁଅଛି, ଦର୍ଶକର ଗୃହ କେଉଁଠାରେ ମୋତେ କୁହ। ତହିଁରେ ସାମୁଏଲ ସାଉଲଙ୍କୁ ଉତ୍ତର ଦେଇ କହିଲେ, ମୁଁ ସେହି ଦର୍ଶକ। ସେ ଉଚ୍ଚସ୍ଥଳୀକି ମୋହର ଆଗେ ଯାଅ, କାରଣ ତୁମ୍ଭେମାନେ ଆଜି ମୋହର ସଙ୍ଗେ ଭୋଜନ କରିବ, ଆଉ ସକାଳେ ମୁଁ ତୁମ୍ଭକୁ ବିଦାୟ କରିବି ଓ ତୁମ୍ଭ ମନରେ ଯେଉଁ ସବୁ କଥା ଅଛି ତାହା ସବୁ ତୁମ୍ଭକୁ ଜଣାଇବି। ପୁଣି 3 ଦିନ ହେଲା ତୁମ୍ଭର ଯେଉଁ ସବୁ ଗଧ ହଜିଛନ୍ତି ସେମାନଙ୍କଠାରେ ମନ ଦିଅ ନାହିଁ, କାରଣ ସେମାନେ ମିଳିଲେଣି। ପୁଣି ଇସ୍ରାଏଲ ମଧ୍ୟରେ ସମସ୍ତ ବାଞ୍ଛନୀୟ ବିଷୟ କାହା ପାଇଁ? ତାହାକି ତୁମ୍ଭ ନିମନ୍ତେ ଓ ତୁମ୍ଭର ସମସ୍ତ ପିତୃଗୃହ ନିମନ୍ତେ ନୁହେଁ?
ତେଣୁ ସାଉଲ ଉତ୍ତର କରି କହିଲେ, ମୁଁ କି ଇସ୍ରାଏଲ ବଂଶ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମିନ ବଂଶୀୟ ନୁହେଁ? ଆଉ ବିନ୍ୟାମିନ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମତେ ଏ ପ୍ରକାର କଥା କି ହେତୁ କହୁଅଛ? ଏଥିରେ ସାମୁଏଲ ସାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଉଣାଧିକ 30 ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ। ଏଉତରେ ସାମୁଏଲ ପାଚକକୁ କହିଲେ, ମୁଁ ତୁମକୁ ଯେଉଁ ଅଂଶ ଦେଇ ଆପଣା ନିକଟରେ ରଖିଥାଅ ବୋଲି କହିଥିଲି ତାହା ଆଣ। ତହିଁରେ ପାଚକ ଚଟୁଆ ଓ ତହିଁ ଉପରେ ଯାହା ଥିଲା ତାହା ଆଣି ସାଉଲଙ୍କ ଆଗେ ଥୋଇଲା। ତହୁଁ ସାମୁଏଲ କହିଲେ, ଦେଖ, ଏହା ରଖାଯାଇଥିଲା, ଆପଣା ଆଗରେ ରଖି ଭୋଜନ କର। ଯେହେତୁ ନିରୂପିତ ସମୟ ଅପେକ୍ଷାରେ ଏହା ତୁମ୍ଭ ପାଇଁ ରଖାଯାଇଅଛି, କାରଣ ମୁଁ ଲୋକମାନଙ୍କୁ ନିମନ୍ତ୍ରଣ କରିଅଛି ବୋଲି କହିଥିଲି। ତହିଁରେ ସେଇଦିନ ସାଉଲ ସାମୁଏଲଙ୍କ ସଙ୍ଗେ ଭୋଜନ କଲେ। ତହୁଁ ସେମାନେ ଉଚ୍ଚସ୍ଥଳରୁ ଓହ୍ଲାଇ ନଗରକୁ ଆସନ୍ତେ ସାମୁଏଲ ଗୃହ ଛାତ ଉପରେ ସାଉଲଙ୍କ ସଙ୍ଗେ ଆଳାପ କଲେ। ଏଉତରେ ସେମାନେ ଅତି ପ୍ରଭାତରେ ଉଠିଲେ। ପୁଣି ପ୍ରାୟ ଦିବସ ପ୍ରକାଶ ସମୟରେ ସାମୁଏଲ ଗୃହ ଛାତ ଉପରେ ସାଉଲଙ୍କୁ ଡାକି କହିଲେ, ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି। ତହିଁରେ ସାଉଲ ଉଠିଲେ। ପୁଣି ସେ ଓ ସାମୁଏଲ ଦୁହେଁ ବାହାରେ ଗଲେ। ଆଉ ସେମାନେ ନଗର ପ୍ରାନ୍ତରେ ହେବା ବେଳେ ସାମୁଏଲ ସାଉଲଙ୍କୁ କହିଲେ, ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ। ତହୁଁ ସେ ଆଗେ ଗଲା। ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା।